ଜଣେ ବ୍ୟକ୍ତିଙ୍କର ଏକ ପୋଷା ଧରା ଭୂତ ଥିଲା। ସେ ଯେତେବେଳେ କାମରୁ ଘରକୁ ଆସୁଥିଲା ଭୂତ ଦ୍ୱାର ପାଖରେ ଅପେକ୍ଷା କରୁଥିଲା, ତାକୁ ପୋଷାକ ପିନ୍ଧିବାରେ ସାହାଯ୍ୟ କରୁଥିଲା। ଏହି ଭୂତକୁ ଖାଇବାକୁ ଦେବାର ଖର୍ଚ୍ଚ ବହୁତ କମ୍ ଥିଲା, ପ୍ରତିଦିନ କେବଳ କିଛି ତାଜା ଅଙ୍ଗୁର। ଗୋଟିଏ ଦିନ ଭାଇ କିଆଙ୍ଗ ତାଙ୍କୁ ପଚାରିଲେ ଯେ ତାଙ୍କର ସବୁଠାରୁ ଭଲ ବନ୍ଧୁ କିଏ, ଏବଂ ଭୂତର ଉତ୍ତର ତାଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ଯଦିଓ କିଆଙ୍ଗକେ ବିରକ୍ତ ଦେଖାଯାଉଥିଲେ, ସେ ପ୍ରକୃତରେ ବହୁତ ଖୁସି ଥିଲେ। ତାଙ୍କ ମାଲିକଙ୍କୁ ଭଲ ଭାବରେ ସୁରକ୍ଷା ଦେବା ପାଇଁ ମୃତ୍ୟୁ ଦେବତା ଏକ ଭୂତ ନୋଟବୁକ୍ ବାହାର କଲେ ଏବଂ ଯିଏ ତାଙ୍କୁ ଧମକ ଦେବାକୁ ସାହସ କରିବେ ତାଙ୍କୁ ଏଥିରେ ସେମାନଙ୍କର ନାମ ଲେଖିବାକୁ କହିଲେ ଏବଂ ସେ ତୁରନ୍ତ ଶିକ୍ଷିକୁ ବିରକ୍ତ କରିବେ। ସୌଭାଗ୍ୟବଶତଃ ସେ ଯାହାକୁ ସୁରକ୍ଷା ଦେଇଥିଲେ ତାହାର କୌଣସି କ୍ଷତି ହେବ ନାହିଁ। ସେ ସର୍ବଦା ମୃତ୍ୟୁ ଦେବତାଙ୍କ ସହିତ ରହିପାରିବେ ତାହା ନିଶ୍ଚିତ କରିବା ପାଇଁ କିଆଙ୍ଗକେ ଘୋଷଣା କଲେ ଯେ ସେ ଏହାକୁ କେବେ ବି ବ୍ୟବହାର କରିବେ ନାହିଁ, କାରଣ ଯଦି ସେ ନୋଟ ସହିତ କାହାକୁ ହତ୍ୟା କରନ୍ତି ତେବେ ଧଳା ମୃତ୍ୟୁ ଦେବତା ମଧ୍ୟ ତାଙ୍କ ଜୀବନ ହରାଇବେ। ଜୀବନ ଖୁସିରେ ପରିପୂର୍ଣ୍ଣ, କିନ୍ତୁ ଖୁସିର ମୁହୂର୍ତ୍ତ ଗୁଡ଼ିକ ସର୍ବଦା କ୍ଷଣସ୍ଥାୟୀ। ଗୋଟିଏ ଦିନ ଡକାୟତମାନଙ୍କର ଏକ ଦଳ ହଠାତ୍ ଘରେ ପଶିଗଲା। ଭୂତ ନୋଟ ପାଇବାକୁ ହତାଶ ହୋଇ ସେମାନେ କୌଣସି ଶବ୍ଦ ନ କରି ଆକ୍ରମଣ କଲେ। ଭାଇ କିଆଙ୍ଗ ପ୍ରତିକ୍ରିୟା ଦେବା ପୂର୍ବରୁ ତାଙ୍କ ମୁଣ୍ଡ ଉପରେ ଏକ ବନ୍ଧୁକ ଟାଣି ଦିଆଯାଇଥିଲା। କିଏ ଜାଣିଥିଲା ଯେ ଡକାୟତମାନେ ଟ୍ରିଗର ଟାଣି ଦେଇଥିଲେ ଏବଂ ପରବର୍ତ୍ତୀ ସେକେଣ୍ଡରେ ଡକାୟତମାନେ ନିଜେ ତଳେ ପଡ଼ିଗଲେ। ଜଣାପଡ଼ିଲା ଯେ ଗ୍ରିମ୍ ରିପର ଭାଇ କିଆଙ୍ଗଙ୍କୁ ସୁରକ୍ଷା ଦେବା ପାଇଁ ନୋଟବୁକରେ ଡକାୟତମାନଙ୍କ ନାମ ଲେଖିଥିଲା। ଖୁବ୍ ଶୀଘ୍ର ଗ୍ରିମ୍ ରିପର ନୋଟବୁକଟିକୁ ସାଙ୍ଗରେ ନେଇ ଅଦୃଶ୍ୟ ହୋଇଗଲା। ଭାଇ କିଆଙ୍ଗ ଏହା ଦେଖି ମୁଁ ହୃଦୟରୁ କାନ୍ଦି ପକାଇ ଦୁଇ ଜଣଙ୍କ ଭାଗ୍ୟ ଏଠାରେ ଶେଷ ହୋଇଗଲା।